ଦେଖନ୍ତୁ ମକର ସଂକ୍ରାନ୍ତି ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଥାଏ ମକର ସଂକ୍ରାନ୍ତିରେ। ମକର ସଂକ୍ରାନ୍ତି ଠାରୁ ନୀତିକାନ୍ତି ସେବାୟତ ମାନେ ବନ୍ଦ କରିଛନ୍ତି। ଛୋଟିଆ କଥାକୁ ନେଇ କଥାରେ କୌଣସି ବିଶେଷ ସେମିତି ନାହିଁ, ସ୍ଥିର ଲାଗି ହବା କଥା ସେ କଥାକୁ ନେଇ ମୁଁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ ଜଣେଇ ଦେବାକୁ ଚାହୁଁଛି। ପ୍ରଭୁ ଲିଙ୍ଗରାଜଙ୍କ ଯୋଗୁଁ ଆମେ ହୁଅନ୍ତୁ, ସେବାୟତ ହୁଅନ୍ତୁ, ଭୁବନେଶ୍ୱରବାସୀ ମଧ୍ୟ ହୁଅନ୍ତୁ, ସବୁଠୁ ଉର୍ଦ୍ଧ୍ୱରେ ପ୍ରଭୁଙ୍କ ଯୋଗୁଁ ଆମେମାନେ ସେଠି ଯେଉଁ ସେବାୟତ ଭାଇମାନେ ସେଠି ଉପାର୍ଜନ କରୁଛନ୍ତି, ସେବା କରୁଛନ୍ତି ବା ସେ ମନ୍ଦିର ସକାଶେ ପରିବାର ବି ଚଳୁଛନ୍ତି, ସବୁ ସେଇ ପ୍ରଭୁଙ୍କ ଯୋଗୁଁ। ପ୍ରଭୁଙ୍କ ନୀତିକାନ୍ତି ଆମ ଭିତରେ କୋଉଠି କ'ଣ ମତ ପାର୍ଥକ୍ୟ ଥାଇପାରେ, ମତାନ୍ତର ଥାଇପାରେ, କିନ୍ତୁ ପ୍ରଭୁଙ୍କୁ ଉପାସ ରଖିକି ପ୍ରଭୁଙ୍କ ନୀତିକାନ୍ତିକି ବନ୍ଦ କରି ଆମେ ଯଦି ମନ ଭିତରେ ରାଗ ରୁଷା ରଖିବା, ମନକୁ ଉଣା କରିବା, ଏହାକୁ ଏଇଟା ସମ୍ପୂର୍ଣ୍ଣ ଭୁଲ। ତେଣୁ ଆଜି ଆଇନ ମନ୍ତ୍ରୀଙ୍କ ପାଖେ ଏକ ଜରୁରୀ ବୈଠକ ବସିଥିଲା। କଲେକ୍ଟର, ଏଡିଏମ୍ ଏବଂ ଏ ଡିପାର୍ଟମେଣ୍ଟର ବିଭିନ୍ନ କନସର୍ଣ୍ଣ ଅଫିସର ମାନେ ଏବଂ କିଛି ସେବାୟତ ମାନେ ବସିଥିଲେ। ସମ୍ପୂର୍ଣ୍ଣ ନିର୍ଯାସ ବାହାରି ନାହିଁ। ସରକାର କିନ୍ତୁ ନିଶ୍ଚିତ ଭାବେ ଏଥର କଠୋର ନିଷ୍ପତ୍ତି ନିଆଯିବ, ସେ ଯିଏ ହୁଅନ୍ତୁ ନା କାହିଁକି। କାରଣ ପ୍ରଭୁଙ୍କ ସାଙ୍ଗରେ ଯେଉଁମାନେ ଖେଳ ଖେଳିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ କରାଇ ଦିଆଯିବ ନାହିଁ। ଏବଂ ଆ ଦେହରେ କିଛି ବ୍ୟକ୍ତି ମଧ୍ୟ ରାଜନୀତି ପ୍ରଭୁଙ୍କ ସାଙ୍ଗରେ ରାଜନୀତି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ମୁଁ ଆପଣଙ୍କ ମାଧ୍ୟମରେ ଜଣେଇ ଦେବାକୁ ଚାହୁଁଛି, ପ୍ରଭୁ ସବୁଠୁ ଉର୍ଦ୍ଧ୍ୱରେ। ଆମ ଭିତରେ କାହା ସାଙ୍ଗରେ କାହାର ପଡୁଥାଇପାରେ ନ ପଡୁଥାଇପାରେ, ସେ ସବୁକୁ ଭୁଲି ପ୍ରଭୁ ଲିଙ୍ଗରାଜଙ୍କ ଯୋଗୁଁ ଆମେମାନେ ଏଠି ରହିଛୁ। ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦରୁ ଆମେମାନେ ରହିଛୁ। ସକାଳ ପାଇଲେ ପ୍ରଭୁଙ୍କ ପାଖେ ମୁଣ୍ଡିଆ ମାରି ଆମେ ଆମର କାର୍ଯ୍ୟକ୍ରମ କରିଥାଉ। ତେଣୁ ପ୍ରଭୁଙ୍କ ସାଙ୍ଗରେ କୌଣସି ରାଜନୀତି କରିବା ତାଙ୍କୁ ବରଦାସ୍ତ କରାଯିବ ନାହିଁ, ସେ ଯିଏ ଯେଡ଼େ ବଡ଼ ଲୋକ ହୁଅନ୍ତା ନା କାହିଁକି। ଏବଂ ବିଶେଷ ଭାବରେ ଆଜି 4ଟା ବେଳେ ଏକ ବଡ଼ ନିଷ୍ପତ୍ତି ନିଶ୍ଚିତ ଭାବେ ନିଆଯିବ। ଜରୁରୀ ବୈଠକ ଡକାଯାଇଛି, ସେବାୟତ ବନ୍ଧୁମାନଙ୍କୁ ମଧ୍ୟ ସେ ବୈଠକରେ ଡକାଯାଇଛି। ମୋତେ ଲାଗୁଛି ନିର୍ଯାସ ନିଶ୍ଚିତ ବାହାରିବ। ପ୍ରଭୁଙ୍କ ସେବା କରିବାରେ ଆମେ କୌଣସିଥିରେ, ମୁଁ ଆପଣଙ୍କ ମାଧ୍ୟମରେ ପୁଣି ଥରେ ଜଣାଉଛି, ସବୁ ସେବାୟତ ଭାଇ ଭଉଣୀମାନେ ଆପଣମାନେ ପ୍ରଭୁଙ୍କ ସେବାରେ କେବେ ହେଲେ ଅବହେଳା କରନ୍ତୁ ନାହିଁ। ପ୍ରଭୁଙ୍କ ସେବାରେ ଅବହେଳା କଲେ ନିଶ୍ଚିତ ଭାବେ ସରକାର ଦୃଢ଼ ପଦକ୍ଷେପ ନେବେ। ନାଇଁ, ନିଶ୍ଚିତ ଭାବେ ଆଉ ମାସେ 1.5 ମାସ ଭିତରେ ପ୍ରଭୁ ଲିଙ୍ଗରାଜଙ୍କ ଆଇନ ମଧ୍ୟ ପ୍ରଣୟନ ହେବାକୁ ଯାଉଛି। ତାପରେ ମୁଁ ଭାବୁଛି ବଡ଼ ବଡ଼ ଯାହା ସମସ୍ୟା ଆସୁଛି ସେ ସମସ୍ୟା ରହିବ ନାହିଁ। କିନ୍ତୁ ଆମେ ମଧ୍ୟ ଉତ୍ତରଦାୟୀ। ଯେଉଁମାନେ ସେବାୟତ ଅଛନ୍ତି, ଛୋଟ ଛୋଟ କଥାରେ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ, ପ୍ରଭୁ ଉପାସ ରହିବେ। ଯାହାଙ୍କ ଯୋଗୁଁ ଆମେ ଆମ ପେଟ ଚାଲୁଛି ବା ଆମ ପରିବାର ଚାଲୁଛି, ତାଙ୍କୁ ଯଦି ଆମେ ଉପାସ ରଖିଦେବା କୋଉଠି ନା କୋଉଠି, ଏଇଟା ଗୋଟେ ମସ୍ତ ବଡ଼ ଭୁଲ। ତେଣୁ ନିଶ୍ଚିତ ଭାବେ ଆଗକୁ ତ ଆଇନ ନିଶ୍ଚିତ ଭାବେ ପରିଣତ ହେବ, କିନ୍ତୁ ଆମ ସମସ୍ତଙ୍କର ଦାୟିତ୍ୱ ମଧ୍ୟ ରହିଛି ପ୍ରଭୁଙ୍କ ସେବା କରିବାରେ, ପ୍ରଭୁଙ୍କର ନୀତିକାନ୍ତି ସମାପନ କରିବାରେ।